ପ୍ରିନ୍ସ ଟିକେ ବ୍ୟାଡମିଣ୍ଟନ ଖେଳେଇ ଦେଲାନି। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆସି ଦିନ 9ଟା ବାଜିଲାଣି, ହେଲେ ପ୍ରଧାନ ଆଉ ଛୋଟ ପ୍ରଧାନଙ୍କର ନିଦ ଭାଙ୍ଗୁନି। ବିଛଣାରୁ ଉଠେଇ ଦେଲି, ଆସି ଡାଇନିଂ ଟେବୁଲ ଉପରେ ବସି ଢୁଳଉଛନ୍ତି। ବ୍ରେକଫାଷ୍ଟ ବନେଇ ସାରି ଯାଇ ଏ ବାପ ପୁଅଙ୍କୁ ଉଠେଇଲି। ଆଉ ଖରାବେଳ ଖାଇବାରେ ମୁଁ ଭାତ ସହିତ ଡାଲି, ଭଜା ଆଉ ଆମ୍ବ ଖଟା ବନେଇଛି। ଖରାବେଳେ ଖାଇ ଉଠୁ ଉଠୁ ପ୍ରଧାନଙ୍କୁ ଭୋକ କଲାଣି। ଖାଇବା ପାଇଁ ସେ ଫ୍ରିଜ ଠାରୁ ଆରମ୍ଭ କରି ଡବା କଟୁଆ ସବୁ ଖୋଜିଗଲେଣି, ହେଲେ ବିଚରା ଖାଇବା ପାଇଁ କିଛି ପାଇଲେନି। ବାଧ୍ୟ ହୋଇ ସେ ବାହାରକୁ ଯାଇ ଦୋସା କିଣି ଆଣିଲେଣି। ଏ ଦୋସା ପାଟିକୁ ଯେତେ ଟେଷ୍ଟ ଲାଗେ, ତାର ସମ୍ବର ପାଟିକୁ ସେତେ ଖରାପ ଲାଗେ। ସେଥିପାଇଁ ଆମେ ମାନେ ସେ ସମ୍ବର ଖାଉନା। ଯାହା ବି ହଉ, ବାହାରୁ ପ୍ରଧାନ କିଛି ଖାଇବା ଆଣିବେ ମାନେ ମତେ ଚାହା ବନେଇବା ପାଇଁ କହିବେ। ଦୋସା ସହିତ କିଏ ଚାହା ଖାଏ ଟିକେ କହିଲେ ସାଙ୍ଗମାନେ। ଆଉ ଆମେ 3 ଜଣ ଏଠି ବସି ପଡି ଦୋସା ଖାଉଛୁ। ଖାଲି କଣ ଖାଉଛୁ, ତା ଭିତରେ ଟିଭି ଦେଖୁଛୁ ଆଉ କେତେ ଗପସପ ହଉଛୁ। ଡିସ୍କୁ ଆପୁଲ ଦେଇଥିଲି ଖାଇବା ପାଇଁ, ସେ ଆପୁଲ ନ ଖାଇ ମୋ ଠାରୁ ଦୋସା ନେଇ ଖାଉଛି। ଦୋସାକୁ କେମିତି ଆଳୁରେ ଲଗେଇ ଖାଉଛି ଟିକେ ଦେଖନ୍ତୁ ସାଙ୍ଗମାନେ। ଯେମିତି ଲାଗୁଛି ଦୋସାରେ ଚିନି ଲଗେଇ ଖାଉଛି। ଦୋସା ଖାଇ ପିଇ ସାରି ପ୍ରିନ୍ସକୁ ତଳକୁ ଖେଳେଇବା ପାଇଁ ନେଇଗଲି। ପ୍ରିନ୍ସ ଖାଲି ଏଠି ସେଠି ପଶି ଯାଉଥିବାରୁ ଆନିକା ତାକୁ ଧରି ଟେକି ଆଣୁଛି। ତଳେ ପିଲାମାନେ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖି ମୁଁ ଆଉ ମୋ ପଡୋଶୀ ପ୍ରୀତି ସେମାନଙ୍କ ଠାରୁ ବ୍ୟାଡମିଣ୍ଟନ ଆଣି ଖେଳିଲୁ। ହେଲେ ପ୍ରିନ୍ସ ମତେ କୋଉ ଖେଳେଇ ଦଉଛି, ସିଧା ଆସି ମୋ ପାଖରେ ଛିଡା ହେଇଯାଉଛି। ପ୍ରିନ୍ସ ମତେ ଖେଳେଇ ନ ଦବାରୁ ମୁଁ ଆଉ ଖେଳିଲିନି। ପ୍ରୀତିକୁ ଖେଳିବା ପାଇଁ ଛାଡି ଦେଇ ଆସିଲି। ଆମ ଆନିକାର ଏ ହେୟାର ବ୍ୟାଣ୍ଡଟି କେତେ ସୁନ୍ଦର ଦେଖାଯାଉଛି। ଏମିତିକା ହେୟାର ବ୍ୟାଣ୍ଡ କାହା ପାଖରେ ଅଛି କହିବେ ତ? ରହିଲି, ଗୁଡ୍ ନାଇଟ୍, ଜୟ ମା ତାରିଣୀ। ଭିଡିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ ନିଶ୍ଚୟ କରିବେ।